प्रथम अध्याय विष्णु पुराण। बंदई देव लंबोदर पार्वती जननी ताहार। श्री विष्णु पुराण वाणी श्रीकृष्ण उद्धव कहानी। परीक्ष राजा पचारई वसुक देव कह तुई। श्री सुकवाच कंस को मारिवा विचारी चिते चिंतिले चक्रधारी। गोपु चलिले जेतेबेले रथ धइले गोपी बळे। मथुरा छाड़ी न दियंती गोपीଙ୍କୁ श्रीहरि बदंती। बोइले शुण गोप नारी आंभे आसिबु यात्रा सारी। मायारी मन से मोहिले मथुरा पुरे चली गले। माया से गले किछि दिने गोपीଙ୍କ कथा नाही मने। एमंते किछि दिने हरि गोपीଙ୍କ कथा मने धरी। उद्धवे डाकी करी कही बधिण आस गोप गई। श्रीकृष्ण आज्ञा सिरे बही उद्धव रथरे आरोही। रथे से बहने चलिला तुरिते गोपरे मिलिला। गोपीके प्रबोध से देई आसीण कृष्ण को भेटई। राजन सावधाने शुण कहिबी विष्णु को पुराण। राजसुबास बोल कहिल मुनि वर श्रीकृष्ण उद्धव विचार। यह शुणिबी देई मन कहतु भई सुकृशन। अज्ञान पुणे काल जाई शुणिले ज्ञान पाइबई। गोप गोपीଙ୍କ कथा मान श्रीकृष्ण उद्धव वचन। ଏହା କହିଣ ମାନୁ बर ଏ ଘର ସଂସାର ଧର। श्रीकृष्ण बसिण आसने उद्धव पुछिले बहने। तुम्भे जे गोपपुरे गलो फेरिबार तान कहिल। कि बोइले गोपी जन ताहा तो जानिलु पुण। कह उद्धव पेड़ी करी एमंत उद्धवे पचारी। उद्धव वाच उद्धव कहे कर जोड़ी श्रीकृष्ण पाद पद्मे पड़ी। पूर्वे अनक तप कली गोपे गोपीଙ୍କୁ ମୁଁ ଦେଖିଲି। ଗୋପୀଏ ପୂର୍ବ ଭାଗ୍ୟବନ୍ତ ସର୍ବଦା ତପ ପାଦେ ଚିତ। ବୋଇଲେ ପ୍ରଭୁ ଛାଡ଼ି ଗଲେ ମଥୁରା ନଗରେ ରହିଲେ। ଆମ୍ଭର କର୍ମ ବଡ଼ ମନ୍ଦ ଆମଙ୍କୁ ଛାଡ଼ିଲେ ଗୋବିନ୍ଦ। ଏହା କହିଲେ ଗୋପୀ ଜନ ମୋ କଥା ପ୍ରଭୁ ଏବେ ଘେନ। କି ଯୋଗେ ତବ ନାମେ ରତ କି ପାପେ ହୋଇ ସ୍ଥିରୀ ମତ। ଏହା କହିବ ଭାବଗ୍ରାହୀ ଗୋପୀଙ୍କ ପୂର୍ବର ଜନ୍ମହିଁ। ପୂର୍ବେ କେଉଁ ଜନ୍ମ ଥିଲେ କି ପାପେ ସ୍ଥିରୀ ସେ ହୋଇଲେ। ଏହା କହିଣ ବାସୁଦେବ ସଂସାରୁ ମୋତେ ଉଦ୍ଧାରିବ। ଶ୍ରୀକୃଷ୍ଣ ବାଚ ଶୁଣି କହନ୍ତି ଦାସରଥି ଉଦ୍ଧବ ଏତେ ଦିଅ ମତି। ଗୋପୀଙ୍କ ପୂର୍ବ ଜନ୍ମ ବାଣୀ ଅତି କଠୋର ସେହି ପୁଣି। ଯେ ବସୁ ନାମ କଳ୍ପ ଦାତା ସତ୍ୟ ଯୁଗରେ ବି ଅବସ୍ଥା। ତାହାଙ୍କ ନାରୀ ସତ୍ୟବତୀ ଷୋଳଶହ ସେନାପତି। ଜନମ ଲଭିଲେ କୁମାରେ ଚିତ୍ତନ ଦେଇ ଗୁରୁ ଠାରେ। କୁମାରେ ନିରନ୍ତରେ ଯାଇ ଶଙ୍କର ଦେବଙ୍କୁ ସେ ଧ୍ୟାଇ। ଏମନ୍ତ କଠୋର ସେ ତପ ଗଣ୍ଡୁକୀ ତୀର୍ଥେ କରି ଜପ। କଠୋର ତପ ମନ କଲେ ଇନ୍ଦ୍ରିୟ ଅଗ୍ନିରେ ଦହିଲେ। ଚକ୍ଷୁ ବେନିଜେ ଖଲି କରି ମହାଦେବଙ୍କୁ ଧ୍ୟାନ କରି। ତପ୍ତରେ ନିରାଶ ହୋଇଣ ସେ ପୁଣି କାଷ୍ଠ ଯେ ପୋତିଣ। ମଧ୍ୟରେ ଏକ କାଷ୍ଠ ବାନ୍ଧି ପାଶ ଗୋଟିଏ ମଦେ ଛନ୍ଦି। କୁଣ୍ଟ କଳିଲେ ତାର ତଳେ ଅଗ୍ନି ଯେ ଜାଳିଲେ ତହିଁରେ। ପାଶ ଗଳରେ ଲଗାଇଲେ ତଳକୁ ଲମ୍ବିଣ ପଡ଼ିଲେ। ଏ ବ୍ରହ୍ମ ଗଳେ ଚନ୍ଦନ୍ତେଣ ଘର ତପସ୍ୟା ଅଚରିଣ। ତପସ୍ୟା ଦେଖି ପଶୁପତି ବିଜୟ କଲେ ତାଙ୍କ କତି। ଉଠ ଏ ବ୍ରହ୍ମାଙ୍କ କୁମର ଯେ ଇଚ୍ଛା ମାଗ ତୁମ୍ଭେ ବର। ବାଳୁତ ବୋଲନ୍ତି ଗୋସାଇଁ ମୁପତି ହୋଇବାର ପାଇଁ। ଆମ୍ଭମାନଙ୍କୁ ଜ୍ଞାନ ଦେଇ ଗତି ମୁପତି କର ତୁହି। ବୋଲନ୍ତି ପାର୍ବତୀ ରମଣ
ମୁକତି ମୋର କାହୁଁ ପୁଣ ରାଜାଧି ଆଦି ଇନ୍ଦ୍ର ପଦ ମାଗିଲେ ଦେବଇ ସମ୍ପଦ ବୟଲଇ ମୁନି ଜନେ ତହିଁ ଏତେ ଆମ୍ଭର କାର୍ଯ୍ୟ ନାହିଁ। ମୁକତି ଗତି ରସ ପାଇଁ ଘର ତପସ୍ୟା କରୁଥାଇ ଶ୍ରୀ ମହାଦେବ ବାଚ ଏ ଘର ତପସ୍ୟାର ଫଳ ତାପରେ ହୋଇବ ତୁମ୍ଭର କଂସ ରାଜା ଯେ ଜନ୍ମ ହେବ ଦେବ ନରଙ୍କୁ ଭୟ ଦେବ ବ୍ରହ୍ମାଦି ସୁର ସିଦ୍ଧଗଣ କୃଷ୍ଣରେ ପଶିବେ ଶରଣ ଏହାଙ୍କ କଷ୍ଟ ଜାଣି ହରି ମିଳିଲେ ଯାଇ ମର୍ତ୍ତ୍ୟପୁରୀ ମଥୁରା ବନ୍ଦୀ ଘରେ ଜାତ ହୋଇବେ ବସୁଦେବ ସୁତ ତହୁଁ ଗୁପତେ ହୋଇ ଗୋପପୁରେ ରହିଲେ ନନ୍ଦର ମନ୍ଦିରେ ଅନେକ ଲୀଳା ସେ କରିବେ ଅସୁର କୁଳ ସଂହାରିବେ ତୁମ୍ଭେ ଗୋପିନୀ ରୂପ ହୋଇ ଜନ୍ମିବ ଗୋପପୁରେ ଯାଇ ସେ ହରି ଅଙ୍ଗ ସଙ୍ଗ ପାଇ ତୁମ୍ଭେ ହୋଇବ ମୋକ୍ଷ ଦେଇ ସେ ହରି ମୋକ୍ଷ ଯେ କରିବେ ପୁଣି ବୈକୁଣ୍ଠ ଠାବ ଦେବେ ଏହା କହିଣ ପଶୁପତି ଅନ୍ତର ହୋଇଣ ଚଳନ୍ତି ଏହା ଶୁଣିଣ ସେ କୁମରେ ସେ କଥା ଧଇଲେ ମନରେ ଦପର ଯୁଗ ଯାଏ ସେହି ଈଶ୍ୱର କଥା ମନେ ଧ୍ୟାଇ ତେଣୁ ସେ ସ୍ଥିରୀମତି ହେଲେ ତପର ଫଳ ସେ ଲଭିଲେ ସେ ହେମନ୍ତ ତପ କରି ସେ ଫଳ ଲଭନ୍ତି ଆବରି ସୁଖ କହନ୍ତି ରାଜା ଶୁଣ ଗୋପୀଙ୍କ ପୂର୍ବ ତପ ଆଣେ ବୋଲନ୍ତି ପ୍ରଭୁ ଦାମୋଦର ଶୁଣ ଉଦ୍ଧବ ମୁକ୍ତି ସାର ରାଜ ଭଲ କହିଲ ମୁନିବର ସ୍ତ୍ରୀ ଜନ୍ମର କଥା ସାର କି ପାପେ ସ୍ତ୍ରୀ ଜନ୍ମ ହୋଇ କି ପାପେ ବଧିର ଗୋସାଇ କି ରୂପେ କଣା ଲୋକ ମାନେ କି ରୂପେ ଶିର ଯେ ଛେଦନେ କି ପାପେ ଛୋଟା ଯେ ହୋଇଲା କି ପାପେ ଗଦର ବହିଲା କି ରୂପେ ନପୁଂସ ଆବର କି ରୂପେ ଯୋଡ଼ା ଯେ ବଧିର କି ରୂପେ କୁଷ୍ଠ ବ୍ୟାଧି ନର କହିବ ତହିଁର ବିଚାର କେଉଁ ପାପରେ ଯାଦୁ ହୋଇ କି ପାପେ ଦାନ୍ତ ଯେ ବଢ଼ଇ କି ପାପେ ପତ୍ନୀ ଯେ ନଥାଇ କି ପାପେ କଷ ଯେ ବଢ଼ଇ କି ପାପେ ଅସୁନ୍ଦର ଜନ କହେ ବ୍ୟାସଙ୍କ ନନ୍ଦନ ଶୁଣ ରାଜନ ମନ ଦେଇ ଯେ ସବୁ ପଚାରିଲୁ ତୁହି ମନ ତୁ ସ୍ଥିର କରି ଶୁଣ ଅଷ୍ଟାଦଶର ଏହି ଜ୍ଞାନ ଯେ ଜନ ସମନେ ଶୁଣିବ ଯମକୁ ଭୟ ତା ନଥିବ ଶ୍ରୀକୃଷ୍ଣ ପୁରାଣର ଭାବ ପୁରାଣ ଗୀତାର ପ୍ରସ୍ତାବ ଶ୍ରୀକୃଷ୍ଣ ଉଦ୍ଧବର କଥା ସୁଖ ପରୀକ୍ଷାଙ୍କ ବ୍ୟବସ୍ଥା ପୂର୍ବ କର୍ମର ଫଳ ମାନ ବିଧାତା କଥାରେ ଲେଖନ ସୁଜ୍ଞାନୀ ଜନେ ଏହା ଶୁଣି ଜ୍ଞାନ ହୋଇବ ତାଙ୍କୁ ପୁଣି ଅଷ୍ଟାଦଶ ପୁରାଣ ବିଧି ସାଧୁଙ୍କ କର୍ମରେ ପ୍ରସିଦ୍ଧି ଅଷ୍ଟାଦଶର ପୁରାଣ ସାର ବାଛି କହିବୁ ତ ଆଗର ଅଷ୍ଟାଦଶ ପୁରାଣ ସାର ବାଛି କହିବୁ ତ ଆଗର ଘର ଯୋଗ ମାର୍ଗରେ ବାଛି କରି କର୍ମ ବାସନା ଯୋଗ ସିରି ସୁଜ୍ଞାନ ଜନେ ପୁରାଣ ଯେ ଶୁଣେ କର୍ମ ଫୁଟେ ଗୁଣ ପୂର୍ବେ ଅର୍ଜିତ ଯାହା ଥାଇ ଏବେ ତା ଭଞ୍ଜିଣ ବସଇ ସକଳ କର୍ମେ ଆତଜାତ କର୍ମେ ଯେ ସକଳ ବିହିତ ଶ୍ରୀ ଗୁରୁ ପାଦେ ଦେଇ ମନ ଭଜିବ ଗୋବିନ୍ଦ ଚରଣ ଗୁରୁ ଯେ ସାକ୍ଷାତ ଈଶ୍ୱର ଗୁରୁଙ୍କୁ ନମଣି ବନର କହଇ ପ୍ରହ୍ଲାଦ ଦାସ ପୁରାଣ କଲି ଗୀତ ରସ ଇତି ଶ୍ରୀ ବିଷ୍ଣୁ ପୁରାଣେ ସୁଖ ପରିଗୀତ ସମ୍ବାଦେ ଗୋପିକା ପୂର୍ବଜନ୍ମ କଥନେ ନାମ ପ୍ରଥମ ଅଧ୍ୟାୟ।